ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତର ମା ଦୁର୍ଗା ଜନକଲ୍ୟାଣ ସମିତିର ତୃତୀୟ ବାର୍ଷିକ ଉତ୍ସବ ସୋମବାର ଦୀଖାପଦା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦିବସବ୍ୟାପୀ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୌଡ଼, ମ୍ୟୁଜିକ୍ ଚେୟାର, ଲେମ୍ବୁ ଚାମଚ, ମୁରୁଜ ଓ ଶଙ୍ଖ ଫୁଙ୍କା ଆଦି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ମହିଳା ଭାଗ ନେଇଥିଲେ। ସକାଳେ ଯୁବନେତା ଜୟନ୍ତ ମଣ୍ଡଳ ଖେଳ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଆଦିବାସୀ ନେତା ବିପିନ ମାରାଣ୍ଡି ଉପସ୍ଥିତ ଥିଲେ। ଅପରାହ୍ନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ ଓ ସଭା କାର୍ଯ୍ୟ ସମିତି ସଭାନେତ୍ରୀ ଶାକମ୍ବରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେତ୍ରୀ ଶିପ୍ରା ମହାପାତ୍ର, ମୁଖ୍ୟ ବକ୍ତା ବଳରାମ ସେଠୀ, ସମ୍ମାନନୀୟ ଅତିଥି ସରପଞ୍ଚ ସୁବ୍ରତ ଦାସ, ସମିତି ସଭ୍ୟ କାର୍ତ୍ତିକ ପାତ୍ର, ନାୟବ ସରପଞ୍ଚ ସୁମିତ୍ରା ପଣ୍ଡା ଆଦି ଯୋଗଦେଇ ନାରୀ ଜାଗରଣ ପାଇଁ ସମିତିର ପ୍ରୟାସକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସମିତି ସମ୍ପାଦିକା ସରସ୍ୱତୀ ଜେନା ମଞ୍ଚ ଆହ୍ୱାନ ଓ ଅତିଥିଙ୍କ ପରିଚୟ, ସହ ସମ୍ପାଦିକା ଅର୍ଚ୍ଚନା ମଲ୍ଲିକ ବିବରଣୀ ପାଠ ଓ ଶେଷରେ କୋଷାଧ୍ୟକ୍ଷା କବିତା ମଲ୍ଲିକ ଧନ୍ୟବାଦ ଦେଇଥିଲେ। ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସମିତି ଉପସଭାନେତ୍ରୀ କାଞ୍ଚନବାଳା ମଲ୍ଲିକ, ସଦସ୍ୟା ଶାନ୍ତିଲତା ରାଉତ, ସରୋଜିନୀ ମଲ୍ଲିକ, ଅନ୍ନପୂର୍ଣ୍ଣା ମଲ୍ଲିକ, ବାସନ୍ତୀଲତା ମଲ୍ଲିକ, ସୁଚିତ୍ରା ସେଠୀ, ସ୍ୱାଗତିକା ନନ୍ଦ, ସଂଯୁକ୍ତା ସେଠୀ ଆଦି ପରିଚାଳନାରେ ସହଯୋଗ କରିଥିଲେ।